ବାଲେଶ୍ୱରରେ ଆନ୍ତର୍ଜାତୀୟ ଯୋଗ ଦିବସ 2025 ପାଳିତ। ବାଲେଶ୍ୱର ସ୍ଥାନୀୟ ଆଇଟିଆଇ ଛକସ୍ଥିତ ବହୁ ଉଦ୍ଦେଶ୍ୟ ଇଣ୍ଡୋର ଷ୍ଟାଡିୟମଠାରେ ଆନ୍ତର୍ଜାତୀୟ ଯୋଗ ଦିବସ 2025 ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ସଦର ବିଧାୟକ ମାନସ କୁମାର ଦତ୍ତ, ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ, ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ ମଞ୍ଚାସୀନ ଥିଲେ ଏବଂ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ପ୍ରଜ୍ୱଳନ କରି ସଭା ଆରମ୍ଭ କରିଥିଲେ। ବରେଣ୍ୟ ଅତିଥିମାନେ ଏହି ପୃଥିବୀକୁ ଏକ ସ୍ୱାସ୍ଥ୍ୟ ବାର୍ତ୍ତା ଦେଇ ମନୁଷ୍ୟ ସମାଜ ପାଇଁ ଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ନିୟମିତ ବ୍ୟାୟାମ ଦ୍ୱାରା ସୁସ୍ଥ ଓ ନିରୋଗ ରହିବାର ଏକ ପ୍ରମୁଖ ଭୂମିକା ସମ୍ପର୍କରେ ବିଶଦ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀ, ଛାତ୍ରଛାତ୍ରୀ, କ୍ରୀଡ଼ାବିତ ପ୍ରମୁଖ ଯୋଗ ଦେଇଥିଲେ।